ସିଏ ଖାଲି ତାର କ୍ରାକ୍ ହେଇଯାଇଛି ପରା କହିଲି। ଜୟନାରାୟଣ ମିଶ୍ର ମନ୍ତ୍ରୀ ହେଇନି ବୋଲି ଜଣେ ଭଲ ଲୋକ। ଶୁଣ, ଶିକ୍ଷିତ ଲୋକ, ଭଦ୍ର ଲୋକ, ଜମିଦାର ଲୋକ, କୁକୁର ପ୍ରେମୀ, ଫୁଟବଲ ପ୍ରେମୀ। ତା ଘରେ ଏଇନା ପ୍ରାୟ 80-90ଟା କୁକୁର ବାହାରିବ। ଗୋଟେ ଗୋଟେ କୁକୁର 5 ଲକ୍ଷ, 10 ଲକ୍ଷ, 11 ବେପାର କରେছে। ଭଲ ଲୋକ, କିନ୍ତୁ ସେ ମନ୍ତ୍ରୀ ନହବା ଦ୍ୱାରା କ୍ରାକ୍ ହେଇଯାଇ ପଇରାଣି ଥାନା ଭାଙ୍ଗିଦେବି, ହାଣିଦେବି, ଗୁଳି କରିଦେବି। ଭାଇ କି ଲୋକ କିଏ ତମେ? ତମେ ଓଡିଶା ମାରିଛ କେବେ? ଏ ଜୈନାରାୟଣ ମିଶ୍ର ତମେ ଓଡିଶା ମାରିଛ? ପିମ୍ପୁଡି ମାରିଛ କେବେ? ତମେ ଏମିତି ଗୁଳି ଫୁଟାଇ ଦବ? ତେବେ ଏମିତି ମାରିଦବ? ପିମ୍ପୁଡି ମାରିଛ? ଓଡିଶା ମାରିଛ କୋଉଠି? ଗୋଟେ ଭଦ୍ର ଲୋକଟେ, ଜମିଦାର ଫ୍ୟାମିଲିରେ ଜନ୍ମ, ଉଚ୍ଚ କୋଟିର ଲୋକ, ଶସ୍ତା କଥାବାର୍ତ୍ତା କରି କାହିଁ ଲୋକଙ୍କ ପାଖେ ଶସ୍ତା ହଉଛ? ନାଇଁ ମନ୍ତ୍ରୀ ହେଇନି ବୋଲି ପାଗଳ ହେଇଯାଇଛି। ଯଦି ଏଥର ହେଇନୁ ଅପେକ୍ଷା କରେ, ତୋ ସଂଗଠନ ଅଛି, ଭଲ ଲୋକ, ଲୋକଙ୍କ କାମ କରୁଛୁ ବି। ତେଣୁ ଏତେ ପାଗଳ ହେଇଗଲେ କେମିତି ହବ? ସମେତ ମନ୍ତ୍ରୀ ଏବେ ତାର ମାନ ଅଛି। ତେଣୁ ସମୟକୁ ଅପେକ୍ଷା କର, ଭଲ ହବ।